ମୁଁ କାଳିଚରଣ ସାହୁ ଏହି ଅନୁଷ୍ଠାନର ସମ୍ପାଦକ ଏବଂ ପ୍ରଧାନାଚାର୍ଯ୍ୟ ରୂପେ କାମ କରୁଛି। ଆଉ ଆମ ବିଦ୍ୟାଳୟ ଗତ 15/7/2015 ସୋମବାର ଦିନ ଆରମ୍ଭ ହୋଇଥିଲା ଦୁହାମଳା ରତ୍ନାକର ଇଂଲିଶ ମିଡ଼ିୟମ ସ୍କୁଲରେ। ସେହିଦିନଠାରୁ ଆମ ବିଦ୍ୟାଳୟ ଦିନକୁ ଦିନ ଆଗେଇ ଯାଇଛି। ଯେହେତୁ ଆମର ପିଲାଙ୍କ ପ୍ରତି ଭଲ ପାଇବା, ଭଲ ପାଠପଢ଼ା, ଭଲ ସଂସ୍କାର ଆଉ ସମାଜରେ ଉତ୍ତମ ନାଗରିକ କେମିତି ପିଲାମାନେ ହୋଇପାରିବେ ସେହି ଦୃଷ୍ଟିକୋଣରୁ ଆମେ ଦିନକୁ ଦିନ ବଢ଼ି ଚାଲିଛୁ। ଆଉ ଆମର ମୁଖ୍ୟ ଲକ୍ଷ୍ୟ ରହିଲା ପିଲାମାନେ ଭବିଷ୍ୟତରେ ସମାଜରେ କିଛି ଭଲ ନାଗରିକ ହୋଇପାରିବେ। ଆଉ ଆମ ପିଲାମାନେ ବି ଗତ 3 ବର୍ଷରେ 18 ଜଣ ପିଲା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ତା ସହିତ 4ଟା ପିଲା ନବୋଦୟରେ ବି ଭଲ ମାର୍କ ରଖିକି ପାସ୍ କରି ଆସିଛନ୍ତି। ସେଇଟା ହେଉଛି ଆମ ଗର୍ବ ଏବଂ ଗୌରବ। ଆମର ଅନୁଷ୍ଠାନରେ 7 ଜଣ ଆଚାର୍ଯ୍ୟ ଅଛନ୍ତି। ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ଆମେ ଅଭିଭାବକଠୁ ସମସ୍ତଙ୍କଠାରୁ ଭଲ ପାଇବା ପାଇପାରୁଛୁ ଏବଂ ତାଙ୍କୁ ଆମେ କେମିତି ବିଦ୍ୟାଳୟକୁ ଆଗେଇ ନେଉ ଅଭିଭାବକ ସହିତ ଆମର ସଦାବେଳେ ସୁସମ୍ପର୍କ ବଜାୟ ରଖିଛୁ। ଆଉ ତ ଗତ ବର୍ଷ ଆମର ସ୍ୱୀକାର ପାଇଛି। ଆଉ ଆଗକୁ କେମିତି ଭବିଷ୍ୟତରେ ବିଦ୍ୟାଳୟର ନାଁ ରଖିବ ସେଥିପାଇଁ ଆମେ ଚେଷ୍ଟା କରିଆସିଛୁ। ଯେତେବେଳେ ରତ୍ନାକର ଇଂଲିଶ ମିଡ଼ିୟମ ଗୋଟେ ଆମ ଦୁଆରେ ଚାଲିଥିଲା, ସେତେବେଳେ ଭାଙ୍ଗିବାକୁ ପଳେଇ ଆସିଲା। ସେଇଠି ମୋର ଗୋଟେ ଶିକ୍ଷା ପ୍ରତି ଦୁର୍ବଳତା ଥିଲା, ଯେଉଁଟାକି ମୋର ଇଚ୍ଛା ଥିଲା ଗୋଟେ କୋଚିଂ ସେଣ୍ଟର କରିବି ବୋଲି। କିନ୍ତୁ ଯେତେବେଳେ ସ୍କୁଲ ଭାଙ୍ଗିଗଲା, ମୁଁ ସେଇଠି ଗୋଟେ ନିଜକୁ ନିଜେ ଅନୁପ୍ରାଣିତ ହୋଇକି ଆମ ଦୁଆମରାର କିଛି ବିଶିଷ୍ଟ ଶିକ୍ଷାବିତମାନଙ୍କଠୁ ନେଇ ପରାମର୍ଶ ନେଇ ତଥା ଶ୍ରୀଯୁକ୍ତ ମାୟାଧର ସାହୁ ଏବଂ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଆଉ କିଛି ବରିଷ୍ଠ ଶିକ୍ଷାବିତ ସୁପରାମର୍ଶ କ୍ରମେ ମୁଁ ଏହି ବିଦ୍ୟା ମନ୍ଦିରଟା ଖୋଲିବା ପାଇଁ ଚେଷ୍ଟା କଲି ଏବଂ ସେତେବେଳେ ବହୁତ ବାଧାବିଘ୍ନ ସତ୍ତ୍ୱେ ଆମେ ପ୍ରଥମେ 21 ଜଣ ଛାତ୍ରଛାତ୍ରୀ ନେଇକି ବିଦ୍ୟାଳୟ ଆରମ୍ଭ କରିଥିଲୁ। ତାପରେ 2020 ସୁଦ୍ଧା ଆମେ 140 ଜଣ ଛାତ୍ରଛାତ୍ରୀ ପହଞ୍ଚି ପାରିଥିଲୁ। କିନ୍ତୁ କରୋନା ମାଡ଼ ଯୋଗୁଁ ଆମ ପିଲା 140ରୁ ସିଧା 40କି ଖସି ଆସିଥିଲେ। ତାପରେ ଯେତେବେଳେ 21/2/2022ରେ ବିଦ୍ୟାଳୟ ଖୋଲିଲା କରୋନା ପରେ, ଆମର ସେତେବେଳକୁ ଛାତ୍ର ସଂଖ୍ୟା ଥିଲା ମାତ୍ର 40। ସେଇ କଷ୍ଟରେ ଏମିତି ଆମେ ଭାଙ୍ଗି ପଡ଼ିଥିଲୁ ଯେ ଆମେ ଭାବିଥିଲୁ ଯେ ବିଦ୍ୟାଳୟ ତିଷ୍ଠି ପାରିବ ନାହିଁ। କିନ୍ତୁ ବହୁତ ବାଧାବିଘ୍ନ ଅସୁବିଧା ସତ୍ତ୍ୱେ ଆର୍ଥିକ ମାନଦଣ୍ଡ ପୁରା ଭୁଷୁଡ଼ି ଯାଇଥିଲା ଆମର। ଧୀରେ ଧୀରେ ଆମେ ସଂସ୍ଥାଟାକୁ ଆଗେଇ ନେବା ପାଇଁ ଚେଷ୍ଟା କଲୁ। ଆମ ଆଚାର୍ଯ୍ୟମାନେ ସେହି ସମୟ ବହୁତ ପରିଶ୍ରମ କରିଥିଲେ, ଯାହାଦ୍ୱାରା ସେଇ 40 ଜଣ ଛାତ୍ରଛାତ୍ରୀ ଆଜିକାରେ ଆମେ 160 ଜଣ ଛାତ୍ରଛାତ୍ରୀରେ ପହଞ୍ଚି ପାରିଛୁ। ଆଉ ଏଇ 3 ବର୍ଷରେ ଆମ ପିଲାମାନେ ଭଲ ରେଜଲ୍ଟ କରି ଆସିଛନ୍ତି। ତା ସହିତ କ୍ରୀଡ଼ାରେ ମଧ୍ୟ ଭଲ ପାରଙ୍ଗମ ଦେଖିଛନ୍ତି। ଜିଲ୍ଲା ସ୍ତରରେ ବି 2024-25ରେ 17ଟା ପିଲା ପଦକ ପାଇଥିଲେ, ଯେଉଁଟାକି ରାଜ୍ୟସ୍ତରକୁ ମନୋନୀତ କରେ। କିନ୍ତୁ ଆମର ଦୁର୍ଭାଗ୍ୟ ଭଲ ଖେଳ ପଡ଼ିଆରେ ନଥିବାରୁ ଆମେ ପିଲାକୁ ଉନ୍ନତମାନର ଖେଳ ପ୍ରଦର୍ଶନ କରିପାରୁନୁ। ଏଇଟା ହେଉଛି ଆମର ଆଉ ଆଗାମୀ ଲକ୍ଷ୍ୟ ରହିଛି ଏହି ଅନୁଷ୍ଠାନ ବ୍ଲକ ସ୍ତରରେ 1 ନମ୍ବର କରିବୁ। ଏଇଟା ଆମର ଲକ୍ଷ୍ୟ। ଆଉ ପିଲାମାନଙ୍କର ଉତ୍ତମ ଚରିତ୍ର ଗଠନ କରିବାରେ ଯେଉଁଟାକି ସହାୟକ ଭବିଷ୍ୟତରେ। ଅଭିଭାବକମାନଙ୍କୁ ଆଜିକା ଦିନରେ ଆପଣ କ'ଣ ବାର୍ତ୍ତା ଦେବେ ପିଲାମାନଙ୍କ ପାଇଁ? ଅଭିଭାବକଙ୍କୁ ବାର୍ତ୍ତା ଦେବି ଯେ ଯଦି କୌଣସି ପିଲାର କିଛି ଅସୁବିଧା ସମ୍ମୁଖୀନ କରୁଛନ୍ତି, ତାହେଲେ ସାଙ୍ଗେ ସାଙ୍ଗେ ଆମକୁ ଆମର ଯଦି କିଛି ତ୍ରୁଟି ରହୁଛି ସେ ତାଙ୍କ ଆଡ଼ୁ ପରାମର୍ଶ ଦିଅନ୍ତୁ, କି ତାଙ୍କର ଯଦି ପିଲା ପ୍ରତି କିଛି ଅସୁବିଧା ରହୁଛି ତାହେଲେ ସେଇଟା ଆମକୁ ଜଣାଇଲେ ଆମେ ଆଉ ଟିକେ ପିଲାଙ୍କୁ କେମିତି ଉନ୍ନତି ହେବ ସେଇଟା ଆମେ ଦେଖିପାରିବୁ। ଶେଷରେ କ'ଣ ବାର୍ତ୍ତା ରଖିବେ ଆପଣ ଅନୁଷ୍ଠାନ ପାଇଁ ବା ଅନୁଷ୍ଠାନର ଯେଉଁମାନେ କାର୍ଯ୍ୟକର୍ତ୍ତା ଅଛନ୍ତି? ଶେଷରେ ଏହା ବାର୍ତ୍ତା ରହିବ ଯେ ଆମର ଏଇ ବିଦ୍ୟାଳୟଟା ଏମିତି ଜାଗାରେ ସ୍ଥାପିତ ଯେଉଁଟାକି 4ଟି ବ୍ଲକର ସୀମାନ୍ତର ମାନେ କନେକ୍ସନଟା ରହୁଛି, ଗଣିଆ, ଦଶପଲ୍ଲା, ନୂଆଗାଁ, ଖଣ୍ଡପଡ଼ା। ତେଣୁ ଏଇ 4ଟା ବ୍ଲକରୁ 6ଟା ପଞ୍ଚାୟତ, ଆଳଗଡ଼ା ପଞ୍ଚାୟତ, ଘୋଳାନୀ ପଞ୍ଚାୟତ, ଶିକିଡ଼ା ପଞ୍ଚାୟତ, ବଳଭଦ୍ର ପ୍ରସାଦ, କୁମ୍ଭାରପଡ଼ା, କୋସ୍କା, ଏହି ପଞ୍ଚାୟତର ଲୋକମାନେ ଆମ ଏଇ ଅନୁଷ୍ଠାନ ପ୍ରତି ଭାରି ନିର୍ଭରଶୀଳ ଅଛନ୍ତି। ଆଉ ସେମାନେ ଆମ ପ୍ରତି ଏତେ ଭଲ ପାଇବା ଦେଉଛନ୍ତି ଯେଉଁଟାକି ବେଳେବେଳେ ସେପଟୁ ଆମେ ଭଲ ପିଲା ବି ସଂଗ୍ରହ କରିପାରୁଛୁ। ଆଉ ସେମାନଙ୍କୁ ଆମ ପ୍ରତି ଭଲ ପାଇବା ଅଛି। ଆମେ ବି ତାକୁ ଏମିତି ଭାବରେ ଶିକ୍ଷା ଆଦର୍ଶ ସଂସ୍କାର ଶିଖେଇବୁ ଯେଉଁଟାକି
ସେ ଆମକୁ ଭୁଲି ପାରିବେନି କି ଆମେ ତାଙ୍କୁ ଭୁଲି ପାରିବୁନି। ଆଉ ଭବିଷ୍ୟତରେ ସ୍କୁଲଟା ଭଲ, ଆମ ବିଦ୍ୟାଳୟଟା ପୁରା ଆଶ୍ରମ ବିଦ୍ୟାଳୟ ଉପରେ ପରିଣତ କରିବାକୁ ଚେଷ୍ଟା କରୁଛୁ। ଧନ୍ୟବାଦ।